ଆପଣଙ୍କ ପ୍ରିୟ ଖାଦ୍ୟ କ'ଣ? ମୋର କେକ୍, ଆଇସ୍କ୍ରିମ୍, ପିଜ୍ଜା, ମେ ବି ଆଉ କାହାର ରସଗୋଲା ହେଇଥିବ, ମେ ବି ଆଉ କାହାର ଆଉ କ'ଣ ହେଇଥିବ। କିନ୍ତୁ ଯଦି ଆମକୁ ସବୁଦିନ ସକାଳେ, ସନ୍ଧ୍ୟାବେଳେ, ଖରାବେଳେ ସବୁବେଳେ ସେ ଗୋଟିଏ ପ୍ରକାର ଖାଦ୍ୟ ମିଳିବ, ସେ ପ୍ରିୟ ଖାଦ୍ୟ ଆଉ ସେ ପ୍ରିୟ ହେଇକି ରହିବ କି? ଆଉ ରହିବନି। ଆମର ପ୍ରିୟ ଫିଲ୍ମ କେଉଁଟା? ଯଦି ଆମେ ତାକୁ ବାରମ୍ବାର ସକାଳେ ସେଇ ଫିଲ୍ମଟା ଦେଖିବା, ପୁଣି ଖରାବେଳେ ସେ ଫିଲ୍ମଟା ଦେଖିବା, ପୁଣି ସନ୍ଧ୍ୟାବେଳେ ସେ ଫିଲ୍ମଟା ଦେଖିବା, ସେ ଫିଲ୍ମଟା ଆଉ ସେ ଆମର ପ୍ରିୟ ହେଇକି ରହିବ କି? ଆମେ ଜାଣି ସାରିଲେଣି ଏଇଟା କ'ଣ ଅଛି, ବାରମ୍ବାର ସେ ଏକା ଜିନିଷ କେତେ ଇଏ କରିବ। ଆମ ପ୍ରିୟ ଜାଗା କେଉଁଟା? କିଏ କହିପାରେ ପୁରୀ ହେଇପାରେ, କିଏ କହିପାରେ ଆଉ କେଉଁ ଜାଗା ହେଇପାରେ। କିନ୍ତୁ ଯଦି ବାରମ୍ବାର ସେଇ ଗୋଟିଏ ଜାଗାକୁ ଯିବା, ସେଇ ଗୋଟିଏ ଜିନିଷ ଦେଖିବା, ଆଉ ତା ପ୍ରତି ଆଗ୍ରହ ରହିବନି। ଠିକ୍ ସେମିତି ଯେତେବେଳେ ଆମେ ଗୋଟେ ମଣିଷକୁ ପସନ୍ଦ କରୁ, ସେ ଲୋକଟା ଯଦି ବାରମ୍ବାର ଆସିବ, ସକାଳେ ଆସିବ, ସନ୍ଧ୍ୟାରେ ଆସିବ, ଖରାବେଳେ ଆସିବ, ବାରମ୍ବାର ସେଇ ଫୋନ୍, ବାରମ୍ବାର ସେଇ ମେସେଜ୍, ଆଉ କଥା ହେବା ପାଇଁ ବି କିଛି ଜିନିଷ ବାକି ନଥାଏ। ସବୁ ଜିନିଷ ଯେମିତି ସରିଯାଇଛି, ସବୁ ଜିନିଷ ଯେମିତି ବାସି ହେଇଯାଇଛି। ବାସି କଥା ଗୁଡ଼ା ବାରମ୍ବାର ହେବା ପାଇଁ ଆଉ ଭଲ ଲାଗେନି। ତେଣୁ ଯଦି ନିଜର ଭଲ ପାଇବାଟାକୁ ଫ୍ରେଶ୍ ରଖିବା ପାଇଁ ଚାହୁଁଛନ୍ତି, ସତେଜ ରଖିବା ପାଇଁ ଚାହୁଁଛନ୍ତି, ଆଗ୍ରହ ବରାବର ରଖିବା ପାଇଁ ଚାହୁଁଛନ୍ତି, ଆଗ୍ରହ ବୃଦ୍ଧି କରିବା ପାଇଁ ଚାହୁଁଛନ୍ତି, ତାହେଲେ ବିରହ ଆବଶ୍ୟକ, ଟିକେ ଦୂରେଇ ଯିବା ଆବଶ୍ୟକ। ଦରକାର ଥାଉ ବା ନଥାଉ, ସେ ଲୋକଠାରୁ କିଛି ସମୟ ପର୍ଯ୍ୟନ୍ତ ଗ୍ୟାପ୍ ନିଅନ୍ତୁ, କିଛି ସମୟ ପର୍ଯ୍ୟନ୍ତ କଥା ହୁଅନ୍ତୁ ନାହିଁ, କୌଣସି ଗୋଟେ ବାହାନା କରିକି ହେଲେ ଗ୍ୟାପ୍ ନିଅନ୍ତୁ। ଯଦି ଗ୍ୟାପ୍ ନ ନେବେ, ଜିନିଷଟା ଏତେ ବାସି ହେଇଯିବ, ତାପରେ ଆଉ ସେ ଲୋକ ଆପଣଙ୍କୁ ପସନ୍ଦ କରିବନି, ଆପଣଙ୍କ ମନ ବି ତା ପ୍ରତି ଏତେ ଆଗ୍ରହ ରହିବନି। କି ଆପଣଙ୍କର ଆଗ୍ରହ ରହିପାରେ, କିନ୍ତୁ ସେ ଲୋକର ଆଗ୍ରହ ରହିବନି, କାରଣ ଏଇଟା ହେଉଛି ସାଧାରଣ ମଣିଷ ପ୍ରକୃତି। ଏଇଟାକୁ ଯଦି ଆମେ ବାରମ୍ବାର ଘଷିବା, ଆଉ ରୁଚି ରହିବନି ସେ ଜିନିଷ ଗୁଡ଼ାକ। ତେଣୁ ମଝିରେ ମଝିରେ ନିଶ୍ଚୟ ଗ୍ୟାପ୍ ନିଅନ୍ତୁ, 2 ଦିନ, ସପ୍ତାହେ, ଟିକେ କଥାବାର୍ତ୍ତା ଟିକେ ବନ୍ଦ କରନ୍ତୁ, କୁହନ୍ତୁ ମୋର କିଛି କାମ ଅଛି, ମୁଁ କିଛି ନିଜ କାମ ଉପରେ ଟିକେ ଫୋକସ୍ କରନ୍ତୁ, ନିଜ ବଡି ବିଲ୍ଡିଂ ଉପରେ ଟିକେ ଫୋକସ୍ କରନ୍ତୁ, ନିଜ ଲକ୍ଷ୍ୟ ଉପରେ ଟିକେ ଫୋକସ୍ କରନ୍ତୁ। ସେଇ ବାରମ୍ବାର ଦେହ ଘଷି ହେଲେ ଆଉ ରୁଚି ରହେନି ବା ଆଗ୍ରହ ରହେନି। ତେଣୁ ନିଶ୍ଚିନ୍ତ ଭାବରେ ଏଇଟାକୁ ଆପଣ ଗୁରୁତ୍ୱ ଦେବେ। ବହୁ ଜଣଙ୍କର ମାନେ ରିଲେସନ୍ ଭାଙ୍ଗେ ବି ଏଇ କାରଣ ପାଇଁ, କାରଣ ଏତେ ସେମାନେ ଦେହ ଘଷରା ହେଇଯାଇଥାନ୍ତି, ଏତେ ସେମାନେ ପରସ୍ପରକୁ ମାନେ ଦେଖା ହେଇଥାନ୍ତି, କଥା ହେଇଥାନ୍ତି, ସେଇ ଏକା କଥା, ସେଇ ଏକା ବୋରିଂ କଥା, ସେଇ ଏକା କଥା, କିଛି ନୂଆ ସେ କଥାରେ ନଥାଏ। ଖାଲି ଏପଟ ଏପଟ ବୁଲେଇଲେ ଯାହା, ସେପଟ ବୁଲେଇଲେ ସେଇଆ। ଯେମିତି ଗୋଟେ ଆଇସ୍କ୍ରିମ୍କୁ ସେ ଭ୍ୟାନିଲା ଫ୍ଲେଭର୍, ସେ ଷ୍ଟ୍ରବେରୀ ଫ୍ଲେଭର୍, ସେ ବଟରସ୍କଚ୍ ଫ୍ଲେଭର୍, ସେ ମ୍ୟାଙ୍ଗୋ ଫ୍ଲେଭର୍, ଆରେ ସେଇ ତ ଆଇସ୍କ୍ରିମ୍, ଖାଲି ଫ୍ଲେଭର୍ ଟିକେ ଟିକେ ଏପଟ ସେପଟ ହେଇପାରେ, କିନ୍ତୁ ସେଇ ଆଇସ୍କ୍ରିମ୍ ସକାଳେ, ସନ୍ଧ୍ୟାରେ, ଖରାବେଳେ ସବୁବେଳେ ଦିଆଯିବ, ସେଇ ଆଇସ୍କ୍ରିମ୍ଟାକୁ କ'ଣ ଆଗ୍ରହ ରହିବ? ଫ୍ଲେଭର୍ ବି ସାମାନ୍ୟ ଟିକେ ବଦଳୁ ପଛେ, ଯେମିତି ଆଗ୍ରହ ରହିବନି, ଠିକ୍ ସେଇଭଳି ସେ ପ୍ରିୟ ଜିନିଷଟା ଯେତେବେଳେ ବାରମ୍ବାର ଅତି ଦେହ ଘଷରା ହେଇଯାଏ, ଆଉ ତା ପ୍ରତି ଆଗ୍ରହ ରହେନି। ତେଣୁ ଯଦି ସେଭଳିଆ ପରିସ୍ଥିତି ଆପଣ ଚାହୁଁନାହାନ୍ତି, ତେଣୁ ନିଶ୍ଚୟ ମଝିରେ ମଝିରେ ଟିକେ ଗ୍ୟାପ୍ ନିଅନ୍ତୁ, ନିଶ୍ଚୟ ତାକୁ କୁହନ୍ତୁ ସିଏ ତା କାମରେ ଟିକେ ଫୋକସ୍ କରୁ, ନିଜ ଲାଇଫ୍ରେ ଫୋକସ୍ କରିବାକୁ ଚେଷ୍ଟା କରନ୍ତୁ, ନିଜ ଜୀବନରେ ଉନ୍ନତି କରିବା ପାଇଁ ଫୋକସ୍ କରିବାକୁ ଚେଷ୍ଟା କରନ୍ତୁ। କେତେବେଳେ ମନ୍ଦିର ଯାଆନ୍ତୁ, କେତେବେଳେ ନିଜ ପାଠପଢ଼ା ପ୍ରତି ଧ୍ୟାନ ଦିଅନ୍ତୁ, କେବେ ନିଜ ଫ୍ୟାମିଲିର ଅନ୍ୟ ମେମ୍ବରମାନଙ୍କ ପ୍ରତି ଧ୍ୟାନ ଦିଅନ୍ତୁ। ସବୁବେଳେ ଜଣଙ୍କ ପଛରେ ଗୋଡ଼େଇ ହେଲେ ବା ବାରମ୍ବାର ଦେହ ଘଷରା ହେଲେ ସେ ଆଗ୍ରହ ରହେନି, ଆସ୍ତେ ଆସ୍ତେ ଅନ୍ୟ କାହା ପ୍ରତି ଆଗ୍ରହ ସେ ବ୍ୟକ୍ତିଙ୍କର ଆସିଯିବ। ଏମିତି ହିଁ ହୁଏ ବହୁତ ସମୟରେ, କାରଣ ଏତେ ଦେହ ଘଷରା ହେଇଯାଇଥାଏ। ତେଣୁ ବି କେୟାରଫୁଲ୍। ଧନ୍ୟବାଦ।